वक्रतुण्ड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। नमः गणेश विघ्नेश गिरिजानन्दन प्रभो मम विघ्न विनाशाय गणाधिपतये नमः। हाय सांग मैंने जय जगन्नाथ भगवत लाइफस्टाइल को आपण मानक पुणी थे स्वागत। तो पूर्व भिडटी आपण मैंने देखी जे प्रथम स्कंदर तृतीय अध्यायटी को मुझे पाठ करी। तो बर्तमान मुझे पाठ करने को जाऊँगी श्रीम भगवतर प्रथम स्कंदर चतुर्थ अध्यायटी को। तो मुझे पाठ करुच्ची आपण मैंने मो सहित पाठ करतु। चलतु भिडटी को आरंभ करवा। चतुर्थ अध्याय श्रीसुत उवाच एमते भागवत वाणी सुत मुनिंक मुखु शुणी मुनिंक मध्ये कर्म सिद्ध सौनक नामी कुळबुध सर्वमुनिंक अवधाने पुच्छन्ति मधुर वचने। सौनक उवाच हे सुत तुम्भे महाधीर बकता जग्न मध्ये बर जाह्नवी तटे राजा आगे सुख कहिले ब्रह्म भागे से कथा कह आंब आग तुम्भे जे अट महाभाग ए भागवत शास्त्र केबे व्यास रचिले केउ जुगे काहार बोले काहि बसी कि भावे कि हेतु उद्देशी सुख जे ताहांक कुमार समदरसी सत्य सार एकांत मति रात्र दिने कृष्ण महिमार प्रसन्ने निर्माया मूढ़ता प्रतीति लखी न पारे केहि गति ଯାହାର ଆଗମନ କାଳେ ଦେବୀ କାମିନୀ ଥିଲେ ଜଳେ ଉଲଗ୍ନେ ଥାଇ ତାଙ୍କୁ ଦେଖି ଧାଇଲେ ସ୍ନାନକୁ ଉପେକ୍ଷି ଦେଖିବା ଅର୍ଥେ ଜଳ ତଟେ ମିଳିଲେ ସୁଖଙ୍କ ନିକଟେ ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ ସ୍ୱଭାବେ ସିଦ୍ଧ ସେ ଯୁବତୀ ଜାଣନ୍ତି ସର୍ବପ୍ରାଣୀ ଗତି ଏମନ୍ତେ କନ୍ୟା ଗଣେ ଚାହିଁ ବ୍ୟାସ କହନ୍ତି ଖେଦ ପାଇ ଦେଖି କନ୍ୟାଙ୍କ ମୂଢ଼ ମତ ଚଞ୍ଚଳ ବ୍ୟାସଙ୍କର ଚିତ ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ ଏକିସ ତୁମ୍ଭର ବ୍ୟବହାର ଏ ସୁଖ ମୋହର କୁମର ତରୁଣ ବୟସ ଏହାର ଏ ବୃଦ୍ଧ ଶରୀର ମୋହର ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ କହନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାର ହୃଦେ ନାହିଁ ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି ତୁମ୍ଭେ ଯେ କହ ଆମ୍ଭେ ବୃଦ୍ଧ ବିଷୟା ରସେ ଅଛି ସଧ ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର ଏମନ୍ତି ଗଲେ ନାରୀ ଗଣେ ସୁଖ ରହିଲେ ସେହି ବନେ। ସୌନକ ଉବାଚ ସେ ସୁକ ମୁନି କିସ କାର୍ଯ୍ୟ ପ୍ରବେଶ କଲେ କୁରୁ ରାଜ୍ୟ ଉନ୍ମତ୍ତ ଜଡ଼ ରୂପ ବହି ତାଙ୍କୁ କେହି ନ ଜାଣଇ କେମତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ ତହିଁ ଅନେକ ମୁନି ମଧ୍ୟେ ଭାଗବତର ସମ୍ବାଦେ ପ୍ରଜାଙ୍କ ଘରେ ସାୟଂକାଳେ ଯେ ନିତ୍ୟ ଭିକ୍ଷା ଅବା ମିଳେ ଗୋଦହ ମାତ୍ରେ ଦ୍ୱାରେ ରହି ଗୃହୀଙ୍କୁ ତୀର୍ଥ ଫଳ ଦେଇ ଭୋମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ ତାହାଙ୍କ ଜନ୍ମ କର୍ମ ଯେତେ କହିବ ଆମ୍ଭର ଅଗ୍ରତେ ଅଦ୍ଭୁତ ପ୍ରାୟ ଅଛୁ ମଣି ଏବେ ତରିବୁ ଏହା ଶୁଣି ସେ ସର୍ବ ରାଜାଙ୍କ ଶିଖର ପାଣ୍ଡବେ ବଂଶ କୀର୍ତ୍ତି କର
ରାଜ୍ୟ ସମ୍ପଦ ଛାଡ଼ି ଦୂରେ କିମ୍ପା ରହିଲେ ଗଙ୍ଗା ତୀରେ। ଶତ୍ରୁ ରାଜାଏ ଯାର ପାଦ ନମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଯେଉଁ ଶରୀର ଏ ସଂସାରେ ବହଇ ପର ଉପକାରେ। ହରିଚରଣ ଚିତ୍ତେ ଚିତ୍ତେ ହରିଚରଣ ଚିନ୍ତେ ଚିତ୍ତେ ଯେ ରାଜନୀତି ଜନହିତେ। ସେ କିମ୍ପା ତେଜିଲା ଜୀବନ ଗୃହେ ଉପେକ୍ଷୀ ଧନ জন। কহ কারণ কিবা অর্থে সংশয় ছাড়ই যে মতে। তুম্ভে সকল বিদ্যা পার কহ সংশয় যাও দূর। এমন্তে সৌনক বচনে সকল মুনি ଅନୁମାନେ। ସୁତ ଉବାଚ କହନ୍ତି ସୁତ ବ୍ରହ୍ମ ଋଷି ମୁନିଙ୍କୁ ପ୍ରଶଂସି। ଶୁଣ ସକଳ ମୁନିଜନ କୃଷ୍ଣର ଚରିତ ବିଧାନ। ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ପରାଶରଙ୍କ ବୀର୍ଯ୍ୟ ଯୁତେ ଯୋଜନ ଗନ୍ଧା ଗର୍ଭଗତେ। ସେ ଏକ ଦିନେ ପ୍ରାତ କାଳେ ସ୍ନାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ଅପର ସେ ନ ଜାଣେ ସକଳ ଶାସ୍ତ୍ରର ପ୍ରମାଣେ। ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳି ଆଗମେ ପ୍ରାଣୀଙ୍କର ଏମନ୍ତ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂର ଦୁର୍ବଳ ହୋଇବ ଶରୀର। ବୁଦ୍ଧି ହୋଇବ ଲୋଭେ ଗ୍ରାସ ସ୍ୱଭାବେ ଅଳପ ଆୟୁଷ। ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ସାଧ କର୍ମ କରି ଯେମନ୍ତେ ବିଷ୍ଣୁ ମାୟା ତରି। ଧର୍ମ ସାଧିବ ଯଜ୍ଞ ମତେ ଏମନ୍ତେ ଭାଳି ମୁନି ଚିତ୍ତେ। ଏକ ବେଦକୁ ଚାରି ଖଣ୍ଡେ ଯଜ୍ଞ ଭିଆଣ କର୍ମ କାଣ୍ଡେ। ଋକ ଯଜୁ ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ ଯେଉଁ ପୁରାଣେ ଅଷ୍ଟାଦଶ। ପଇଳ ମୁନିଙ୍କୁ ଆଣିଲେ ପ୍ରଥମ ବେଦ ପଢ଼ାଇଲେ। ଜୈମିନୀଙ୍କୁ ଦେଲେ ସାମ ଯଜୁଙ୍କୁ ବୈଶମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମହର ଶଣେ। ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତ କର୍ମ ସମ୍ପାଦିଲେ। ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷଙ୍କୁ ଯୋଗ ବଳେ। ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିକ୍ଷା ଦେଲେ। ଅଳ୍ପ ବୁଦ୍ଧିର ନର ଯେତେ ବେଦ ଧଇଲେ ଦୃଢ଼ ଚିତ୍ତେ। ସ୍ତ୍ରୀ ଶୂଦ୍ର ଜନ୍ମ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କୁ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତ୍ତେ। ବୁଦ୍ଧି ମନ୍ଥନେ ବେଦ ମନ୍ଥି ଭାରତୀ ପଦ ବନ୍ଧେ ଗ୍ରନ୍ଥି। ବେଦୁ ଧରି ସାର ଅର୍ଥ ପୁରାଣ ସୃଜିଲେ ଭାରତ। ପ୍ରାଣୀଙ୍କି ନିସ୍ତାରି ଏମନ୍ତେ କାନନେ ମିଳିଲେ ନିଶ୍ଚିନ୍ତେ। ଅଶ୍ରିତ ସରସ୍ୱତୀ କୂଳେ ମନ ନ ରହଇ ନିଶ୍ଚଳେ। ଯୋଗେ ନ ପାରେ ଚିତ୍ତ ଧରି ଚଞ୍ଚଳେ ଏମନ୍ତ ବିଚାରି। ଅତି କଷ୍ଟରେ ବେଦ ଘେନି ଗୁରୁ ଅନଳେ ଚିତ୍ତ ଘେନି। ଯେବା ଭାରତ କଲି ସାର ସ୍ତ୍ରୀ ଶୂଦ୍ର ମଞ୍ଜିଣ ନିସ୍ତାର। ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ। କରିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ।
ଏମନ୍ତ ହୃଦୟରେ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତ ସମୟ ନାରଦ ଆସନ୍ତି ଶୁଭେ ବୀଣା ବାଦ୍ୟ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷୀ କେତେ ହେ ଦୂରୁ ଆଗ ସରି ନାରଦ କରେ କର ଧରି ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ ସେ ବ୍ୟାସ ନାରଦର ପାଦେ ସୁଜନେ ପ୍ରଣମ ଆନନ୍ଦେ ଯାହା ଚିନ୍ତିଲେ ପାପ ନାଶ ନମଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे परमहंस्यां संहितायां वैयासिक्यां प्रथमस्कन्धे नारदगमनं नाम चतुर्थोऽध्यायः। टिके शुणु तो देखिले ना कमेंट लाइक शेयर करने भूली गले तो कमेंट लाइक शेयर निश्चय कर दिंतु। रही जय जगन्नाथ।